Hi everyone, welcome you to A2M classes. ପିଲାମାନେ ଆଜି ଆପଣମାନଙ୍କର କ୍ଲାସ୍ 16 ଯୋଉଟାକି ହେଉଛି କଣ୍ଟେଣ୍ଟ ରହିଛି ଟିଚର ସେଣ୍ଟର, ଲର୍ଣ୍ଣର ସେଣ୍ଟର, ଲର୍ଣ୍ଣିଂ ସେଣ୍ଟର, ପ୍ରିନ୍ସିପଲ୍ ଅଫ୍ କରିକୁଲମ୍ ଅର୍ଗାନାଇଜେସନ, ଟିଚିଂ ଲର୍ଣ୍ଣିଂ ମେଟେରିଆଲ ବା TLM ଆମେ କହୁଛନ୍ତି। ପିଲାମାନେ ଯଦି ଏ ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ତାହେଲେ ଆପଣ ପ୍ରଥମେ ସବସ୍କ୍ରାଇବ୍ କରିନେବେ ଆଉ ବେଲ୍ ଆଇକନ୍ ପ୍ରେସ୍ କରିଦେବେ। ଯେତେବେଳେ ଆପଣ ନୂଆ କୌଣସି ଭିଡ଼ିଓ ଅପଲୋଡ୍ ହେଉଛି ଆପଣଙ୍କୁ ନୋଟିଫିକେସନ୍ ମାଧ୍ୟମରେ ସର୍ବପ୍ରଥମେ ମିଳିଯିବ। ତ ଆପଣଙ୍କର ଯୋଉ କଣ୍ଟେଣ୍ଟ ରହିଛି ଯେ ଗୋଟେ ଟିଚର ଯେତେବେଳେ କ୍ଲାସରୁମକୁ ଯାଉଛି ତ ସେ କେଉଁ ଆପ୍ରୋଚରେ ପିଲାମାନଙ୍କୁ ପାଠ ପଢଉଛି? ଟିଚର ସେଣ୍ଟରରେ ପଢେଇବ ନା ଲର୍ଣ୍ଣର ସେଣ୍ଟରରେ ପଢେଇବ ନା ଲର୍ଣ୍ଣିଂ ସେଣ୍ଟରରେ ପଢେଇବ? ସେ ବିଷୟରେ ଆମେ ଡିସ୍କସ୍ କରିବା ଆଜି। ଆମର ଯୋଉ ପାଠ୍ୟକ୍ରମ ରହୁଛି ଯୋଉଟାକି ଆମେ କହୁଛନ୍ତି କରିକୁଲମ୍ ରହୁଛନ୍ତି। ଆମେ କରିକୁଲମ୍ କିପରି ବନେଇବା? ଯେ ବହିଟିରେ କେମିତି ପାଠ୍ୟପୁସ୍ତକ ବା ବିଷୟବସ୍ତୁ କିପରି ରହିବ ଯେ ପିଲା କେତେ ଇଜିଲି ସେଗୁଡାକ ବୁଝିପାରିବେ? ଆଉ କେଉଁ ଉପକରଣ ମାଧ୍ୟମରେ ପିଲାମାନଙ୍କୁ ଆମେ ପାଠ ପଢେଇବା ଯୋଉଟାକି ଟିଚିଂ ଲର୍ଣ୍ଣିଂ ମେଟେରିଆଲ ବୋଲି ଆମେ କହୁଛନ୍ତି। ତ ଆଜିକା କ୍ଲାସରେ ଏଇ ସବୁ ବିଷୟରେ ଆମେ ଡିସ୍କସ୍ କରିବା। ତ ଆପଣଙ୍କ ଏଇ କ୍ଲାସଟି ବହୁତ ଇମ୍ପୋର୍ଟାଣ୍ଟ ଯୋଉଟାକି OTT, OSTT, CTT ବା ଯେକୌଣସି ଟିଚର ରିକ୍ରୁଟମେଣ୍ଟ ଏକ୍ସାମ ପାଇଁ ବହୁତ ହି ଗୁରୁତ୍ୱପୂର୍ଣ୍ଣ। ତ ଆପଣ ଏଇ କ୍ଲାସଟିକୁ ଭଲ ଭାବରେ ଦେଖନ୍ତୁ, ସ୍କିପ୍ କରନ୍ତୁ ନାହିଁ, ଭଲ ଭାବରେ ଦେଖନ୍ତୁ ଏବଂ ନୋଟ୍ କରନ୍ତୁ। ଯାହା ବି ଇମ୍ପୋର୍ଟାଣ୍ଟ ଡିସ୍କସନ୍ ହଉଛି ଆପଣ ବୁଝିପାରିବେ ଆରାମସେ ଆଉ ଏକ୍ସାମରେ ଯେକୌଣସି କ୍ୱେଶ୍ଚନ୍ ଆସିବ ଆରାମସେ ଆପଣମାନେ କରିପାରିବେ। ତ ପ୍ରଥମେ ଆମେ ଜାଣିବା ଯେ ଆପ୍ରୋଚ୍ ଅଫ୍ ଟିଚିଂ ଆଣ୍ଡ ଲର୍ଣ୍ଣିଂ କଣ ଆମେ ଜାଣିବା। ତ ଆପ୍ରୋଚେସ୍ ଆମେ କହୁଛନ୍ତି କଣ? ନା ଯେତେବେଳେ ଟିଚର କଣ କରୁଛି, ଯେତେବେଳେ କ୍ଲାସରୁମକୁ ଯାଉଛି, ସେ କଣ କରୁଛି ନା ବିଭିନ୍ନ ଆପ୍ରୋଚ୍ ଧରିକି ଯିବ। କଣ? ନା ଯେତେବେଳେ ସେ କ୍ଲାସରୁମରେ ପିଲାମାନଙ୍କୁ ପାଠ ପଢଉଛି ବିଭିନ୍ନ ଶୈଳୀ ଥାଏ। ସେ ଶୈଳୀ ଗୁଡାକୁ ଆମେ ବୁଝିବା। କଣ? ନା ଆପ୍ରୋଚ୍ ଇଜ୍ ଏ ସେଟ୍ ଅଫ୍ ପ୍ରିନ୍ସିପଲ୍, beliefs or ideas about the nature of learning which is translated into the classroom। ଯୋଉଟା କି ନେଚର ଅଫ ଲର୍ଣ୍ଣିଂ ର ଗୋଟେ କାର୍ଯ୍ୟକଳାପ କିପରି ପିଲାଟି ପାଠ ପଢିବ। An approach is a way of looking at the teaching and learning ଯୋଉଟାକି ପାଠ ପଢିବାର କୌଶଳ ଏବଂ ପାଠ ପଢିବାର କୌଶଳକୁ ବୁଝଉଥାଏ। And underlying any language teaching approach is theoretical view and what a language is and how it can be learned। ତ କୋଉ ଲାଙ୍ଗୁଏଜରେ ଆମେ ପାଠ ପଢେଇବା ଆଉ ସେ କେମିତି ପାଠ ପଢିପାରିବେ ଏଇଟାକୁ ବୁଝଉଛି। ତ ତାର ବିଭିନ୍ନ ପ୍ରକାର ଟାଇପ୍ସ ରହିଛି। ଆମେ ଟାଇପ୍ସ ବିଷୟରେ ଜାଣିବା। ପ୍ରଥମତଃ ହଉଛି କଣ? ନା ଟିଚର ସେଣ୍ଟର୍ଡ ବା ଶିକ୍ଷକ କୈନ୍ଦ୍ରିକ ବୋଲି ଆମେ କହୁଛନ୍ତି। ତାପରେ ହଉଛି ଲର୍ଣ୍ଣର ସେଣ୍ଟର୍ଡ ବା ଶିକ୍ଷାର୍ଥୀ କୈନ୍ଦ୍ରିକ ବୋଲି ଆମେ କହୁଛନ୍ତି। ତାପରେ ହଉଛି ଲର୍ଣ୍ଣିଂ ସେଣ୍ଟର୍ଡ ବା ଶିକ୍ଷଣ କୈନ୍ଦ୍ରିକ ବୋଲି ଆମେ କହୁଛନ୍ତି। ତ ତିନି ପ୍ରକାର ଆପଣଙ୍କର ଆପ୍ରୋଚେସ୍ ରହୁଛି। ଗୋଟେ ହଉଛି କଣ? ନା ଶିକ୍ଷକ କୈନ୍ଦ୍ରିକ ଯୋଉଟାକି ଆମେ ଟିଚର ସେଣ୍ଟର୍ଡ ଯୋଉଠି ଟିଚର ମାନଙ୍କ ଭୂମିକା ଗୁରୁତ୍ୱ ଥାଏ। ଆଉ ଗୋଟେ ହଉଛି କଣ? ନା ଲର୍ଣ୍ଣର ସେଣ୍ଟର୍ଡ ଶିକ୍ଷାର୍ଥୀ କୈନ୍ଦ୍ରିକ ଯୋଉଠି ଶିକ୍ଷାର୍ଥୀ ମାନଙ୍କ ବା ଚାଇଲ୍ଡ ବା ଲର୍ଣ୍ଣର ମାନଙ୍କର ଭୂମିକାଟା ବହୁତ ଗୁରୁତ୍ୱପୂର୍ଣ୍ଣ ଥାଏ। ଆଉ ହଉଛି ଶିକ୍ଷଣ କୈନ୍ଦ୍ରିକ ବା ଲର୍ଣ୍ଣିଂ ଯୋଉଠି ପାଠ ପଢା କ୍ଷେତ୍ରରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯାଇଥାଏ। ଯେ କିପରି ପିଲା ପାଠ ପଢିବେ, କିପରି ନିଜ ଦ୍ୱାରା ପାଠ ପଢିବେ, ଶିକ୍ଷକ କିପରି ତାଙ୍କୁ ନିଜ ଦ୍ୱାରା ପାଠ ପଢିବା ଶିଖେଇବେ। ତ ସେଇଟା ଲର୍ଣ୍ଣର ସେଣ୍ଟର ବା ଶିକ୍ଷଣ କୈନ୍ଦ୍ରିକ ବୋଲି କୁହାଯାଉଛି। ତ ପ୍ରଥମେ ଆମେ ଜାଣିବା କଣ? ନା ଟିଚର ସେଣ୍ଟର୍ଡ କଣ ବୋଲି ଆମେ ଜାଣିବା। ଟିଚର ସେଣ୍ଟର୍ଡ ଶିକ୍ଷକ କୈନ୍ଦ୍ରିକ ବୋଲି ଆମେ କହୁଛନ୍ତି। କଣ? ନା ଇନ୍ ଟିଚର ସେଣ୍ଟର୍ଡ ଆପ୍ରୋଚ୍ ଟୁ ଲର୍ଣ୍ଣିଂ ଟିଚର ଆର୍ ମେନ୍ ଅଥରିଟି ଫିଗର ଇନ୍ ଦ ମଡେଲ। ତାପରେ ଟିଚର ଯୋଉ ଯୋଉ ଆପ୍ରୋଚରେ ଟିଚର ହଉଛି ରୋଲ ମଡେଲ। ଟିଚରଙ୍କ ଗୁରୁତ୍ୱ ଅଧିକ। ଟିଚର ଯାହା କହିବେ ସେୟା ପିଲା ମାନିବେ। ତ ଏଇଟା ହଉଛି ଅଥରିଟି ଫିଗର ବୋଲି ଆମେ କହୁଛନ୍ତି ଯୋଉଟା କି ଆମେ ଟିଚର ସେଣ୍ଟର୍ଡ। ତ ଷ୍ଟୁଡେଣ୍ଟ ଆର୍ ଭିଉଡ୍ ଆଜ୍ ଏମ୍ପଟି ଭେସେଲ୍ସ। ତ ଭୂମିକା ତାଙ୍କର ଯୋଉ ଆମର ପିଲାମାନଙ୍କର ଭୂମିକା କୌଣସି କିଛି ନଥାଏ। ତା ହୁଜ୍ ପ୍ରାଇମେରୀ ରୋଲ୍ ଇଜ୍ ଟୁ ପେସିଭଲି ରିସିଭ୍ ଦ ଇନଫର୍ମେସନ। ଖାଲି ତାଙ୍କର ରୋଲ୍ ଥାଏ ପେସିଭଲି ନିରବତା ସହିତ କ୍ଲାସରେ ବସିକି ଶୁଣିବେ। ଭାୟା ଲେକ୍ଚର ଆଣ୍ଡ ଡାଇରେକ୍ସନ ଇନଷ୍ଟ୍ରକ୍ସନ ୱିଥ୍ ଦ ଏଣ୍ଡ ଗୋଲ୍ ଆଣ୍ଡ ଟେଷ୍ଟିଂ ଦ ଆସେସମେଣ୍ଟ। ତାମାନେ ଏଇଠି ଟିଚର ଭୂମିକା ଅଧିକ। ଟିଚର ପୁରା ଆକ୍ଟିଭ ଥିବେ ଏଇଟାରେ। ଆଉ ଟିଚର କଣ କରିଥାନ୍ତି ନା ପିଲାଙ୍କ ଆଗରେ ଲେକ୍ଚର ଦେଇଥାନ୍ତି। ତ ଏଇଟା ମେଥଡ କୋଉ ଲେକ୍ଚର ମେଥଡରେ ଯାଉଛି ଯୋଉ ପିଲାମାନେ କ୍ଲାସରେ ବସିଥିବେ ଲେକ୍ଚର ଆସିଲେ କଲେଜ ମାନଙ୍କରେ ଦେଖିଥିବେ ଆସିକି ବହୁତ କଥା ଡିସ୍କସ କରିଦେଲେ ପିଲା ଖାଲି ପେସିଭଲି ଶୁଣିଲେ। ତ ତାପରେ ଟିଚର ପଳେଇଲେ ଯିଏ ଯାହା ଶୁଣିଥିବେ ସେ ମନେ ରଖିଥିବେ ସେଇଟା ତାଙ୍କର ହଉଛି କଣ ପାଠ ପଢିବାର ଶୈଳୀ। ତ ଏ ମାଧ୍ୟମରେ କଣ ହଉଛି ନା ପିଲାମାନେ ପେସିଭ୍ ହେଇଯାଉଛନ୍ତି। ତ ଆମେ ଜାଣିଛନ୍ତି ପାଠ ପଢା କ୍ଷେତ୍ରରେ ପେସିଭ୍ ଠାରୁ ଆକ୍ଟିଭ ଟିକେ ଭଲ। ତ ଏଟାରେ ପେସିଭଲି ଶୁଣୁଛନ୍ତି ସେମାନେ ଖାଲି ଆକ୍ଟିଭ ଲିସନିଂ ହେଇକି ଶୁଣୁଛନ୍ତି। ଟିଚର ଏଠି ଭୂମିକା ଗୁରୁତ୍ୱପୂର୍ଣ୍ଣ। ଟିଚର ଏଠାରେ ତାଙ୍କର ରୋଲ ପ୍ଲେ କରୁଛନ୍ତି ଯୋଉଟାକି ହଉଛି ଅଥରିଟି ଫିଗର ଭାବରେ। ଆଉ ପିଲାମାନେ ତାଙ୍କ କଥାକୁ ଶୁଣୁଛନ୍ତି। ହେଲା ଇନଷ୍ଟ୍ରକ୍ସନ ଦଉଛନ୍ତି କିଛି କଥା ବା କିଛି କଥା ଲେକ୍ଚର ମାଧ୍ୟମରେ କହୁଛନ୍ତି। ତ ରୋଲ ଅଫ ଟିଚର ଆମେ କଣ ଜାଣିବା? ପ୍ରପର ଆକ୍ଟିଭ ଯୋଉଟା ଆମେ କହୁଛନ୍ତି ପ୍ରପର ଆକ୍ଟିଭ ରୋଲ ଅଫ ଟିଚର ବଟ୍ ଦ୍ୟାର ଇଜ ନୋ ଆକ୍ଟିଭ ରୋଲ ବାଇ ଦ ପିପଲ୍ସ। ଓକିଲ ମାନଙ୍କର କୌଣସି ଆକ୍ଟିଭ ରୋଲ ନାହିଁ। କିନ୍ତୁ ଏଠି ଟିଚର ମାନଙ୍କର ପୁରା ଆକ୍ଟିଭ କାହିଁକି ନା ଟିଚର ତ ଛିଡା ହେଇକି ବହୁତ ଡିସ୍କସନ କରୁଥିବ ଇନଷ୍ଟ୍ରକ୍ସନ ଦଉଥିବ। ଏଠି ଟିଚର ମାନେ ଆକ୍ଟିଭ। ତ କ୍ୱେଶ୍ଚନ ଏଇଠୁ ଆସିବ
ହଁ, ତ କୋଉଟାରେ ଟିଚର ଆକ୍ଟିଭ ଥାଏ, ପିଲା ପାସିଭ୍ ଥାଏ, ଯୋଉଟା ଟିଚର ସେଣ୍ଟର୍ଡ ରେ। ଏଠି କ୍ୱେଶ୍ଚନ୍ ଆସିବ ଏମ୍ପଟି ଭେସଲ୍ସ ବୋଲି ପିଲାକୁ କୋଉଠି କୁହାଯାଇଛି ନା ଟିଚର ସେଣ୍ଟର୍ଡ। ଏଇଭଳିଆ ଆପଣଙ୍କୁ କ୍ୱେଶ୍ଚନ୍ ଆସିବ। ଲେକ୍ଚର ମେଥଡ ଟା କଣ ନା ଆପଣଙ୍କୁ ଟିଚର ସେଣ୍ଟର୍ଡ ଯାଉଛି। ତ ଏଇଭଳିଆ ବହୁତ କ୍ୱେଶ୍ଚନ୍ ଆସିଥାଏ ଏକ୍ସାମ୍ ରେ। ଆପଣମାନେ ଆରାମସେ କରିପାରିବେ। କ୍ଲାସ୍ ଟିକେ ଦେଖନ୍ତୁ ଭଲ ଭାବରେ ବୁଝନ୍ତୁ। ଅଲ୍ ଦ ଡିସିସନ୍ସ ଆର୍ ଟେକେନ୍ ବାଇ ଟିଚର। ଯେକୌଣସି ଡିସିସନ ହଉଛି ଟିଚର ହିଁ ଡିସିସନ ନବ। କାହିଁକିନା ଟିଚର ଏଠି ଅଥରିଟି ଫିଗର ନା, ତ ଟିଚର ହିଁ ଡିସିସନ ନବ। ଏଠିକେ ଟ୍ରାଡିସନାଲ ଆପ୍ରୋଚ ଯେଟା ଚକ୍ ଏଣ୍ଡ ଟକ୍ ବା ଆମର ଆଗରୁ ଯୋଉ ଟ୍ରାଡିସନାଲ ଆପ୍ରୋଚ ବୋଲି କହୁଛନ୍ତି। ତ ଟିଚର ଆସିବେ ଚକରେ ମେଞ୍ଚେ ଗାରେଇବେ, ପଢେଇବେ, ପଳେଇବେ। ଏଟା ହଉଛି କଣ ନା ଟ୍ରାଡିସନାଲ ଆପ୍ରୋଚ ବୋଲି ଆମେ କହୁଛନ୍ତି। ନେକ୍ସଟ ରେ ଆମେ ଜାଣିବା କଣ ନା ଲର୍ନର ସେଣ୍ଟର୍ଡ ବା ଶିକ୍ଷାର୍ଥୀ କୈନ୍ଦ୍ରିକ। ଯୋଉଠି ଶିକ୍ଷାର୍ଥୀ କୈନ୍ଦ୍ରିକ ମାନେ ଆପଣ କଣ ବୁଝୁଛନ୍ତି ନା ଶିକ୍ଷାର୍ଥୀ କୈନ୍ଦ୍ରିକରେ ପିଲାମାନେ ଯୋଉଠି ଆକ୍ଟିଭ ଥିବେ ଏଇଥିରେ ବୁଝୁଛୁ ଜଷ୍ଟ ଅପୋଜିଟ ଅଫ ଦ ଲେକ୍ଚର ମେଥଡ ବା ଆମେ କହୁଛନ୍ତି କଣ ନା ଟିଚର ସେଣ୍ଟର୍ଡ ବୋଲି ଆମେ କହୁଛନ୍ତି। ତାର ଅପୋଜିଟ ଏଟା କଣ ନା ଲର୍ନର ସେଣ୍ଟର୍ଡ ଆପ୍ରୋଚ ଭ୍ୟୁଜ ଲର୍ନର ଏଜ ଆକ୍ଟିଭ ଏଜେଣ୍ଟ। ତ ଏଠି ସେଠି ପେସିଭ ଥିଲେ ଏଠି ଆକ୍ଟିଭ ହେଇଯିବେ। they are bring their own knowledge and past experience education ideas and impact how they take and on board new information and learn new information ଜାଣିବେ ଶିଖିବେ and in differ significantly from the traditional instructor centered approach। ତ traditional approach ଠାରୁ ଏଟା ଟିକେ ଭିନ୍ନ। ଯୋଉଟା ଆମେ କହୁଛନ୍ତି traditional approach ଠାରୁ ଟିକେ ଏଟା ଭିନ୍ନ କାହିଁକିନା ପିଲାମାନେ ଏଠାରେ actively ଶିଖିବେ ନିଜେ participate କରିକି ଶିଖିବେ। ତ here ଯୋଉଟା ଆମେ କହୁଛନ୍ତି here teacher understand the ଲର୍ନର ଫଲୋଇଂ ୱେ। ତ ଲର୍ନର ମାନଙ୍କୁ ଫଲୋଇଂ ୱେରେ ସେମାନେ ବୁଝିବେ କଣ ନା ପ୍ରଥମେ ହଉଛି ଟିଚର ଭୂମିକା କଣ ହେଲ୍ଥ ଆଣ୍ଡ ଫିଜିକାଲ ଆସ୍ପେକ୍ଟକୁ ଚେକ୍ କରିବ। ପିଲାଟି ଫିଜିକାଲି ହେଲ୍ଥ ଠିକ ନଥିବ ପାଠ ପଢି ପାରିବନି। ତ ସେ ଲର୍ନର ସେଣ୍ଟର୍ଡ ଆପ୍ରୋଚରେ ସେ ପଢି ପାରିବ ନାହିଁ। ତାପରେ କଣ କଗ୍ନିଟିଭ ଆସ୍ପେକ୍ଟ କଣ ପିଲାଙ୍କର ବୌଦ୍ଧିକ ଜ୍ଞାନ କେତେ ତାଙ୍କର କଣ ବୋଧଗମ୍ୟତା ଅଛି ସେଟାକୁ ସେ ଚେକ୍ କରିବେ। ପର୍ସନାଲିଟି ଅଫ ଦ ଲର୍ନର ପିଲାଙ୍କ ପର୍ସନାଲିଟି ଉପରେ ଜଗିବା ଦରକାର ନିହାତି। ପର୍ସନାଲିଟି ଭଲ ରହିଲେ ପିଲା ବହୁତ ଶିଖିବାକୁ ଚେଷ୍ଟା କରିବ। ତାପରେ ହଉଛି କଣ ଲର୍ନର୍ସ ଲର୍ଣ୍ଣିଂ ଟେକ୍ନିକ ପିଲାଙ୍କର ଶିଖିବାର ଶୈଳୀ କଣ ଅଛି। ଯଦି ଶୈଳୀଟା ଠିକ ଥିବ ପିଲା ଶିଖିଯିବେ। ଯଦି ଶୈଳୀ ଠିକ ନଥିବ ପିଲା ଶିଖିବାରେ ଟିକେ ଡିଲେ ହବ। ତାପରେ ହଉଛି ମୋଟିଭେସନ ଟୁ ଦ ଲର୍ନର ପିଲାମାନଙ୍କୁ ମୋଟିଭେସନ ନିହାତି ଦରକାର। ପିଲାମାନେ ଶିଖିବେ କିପରି ମୋଟିଭେସନ ବିନା ତ କେହି ବି କିଛି ଶିଖିପାରିବେନି। ତାପରେ ଆସିଲା କଣ କଲଚରାଲ ଆସ୍ପେକ୍ଟ। କଲଚରାଲ ଆସ୍ପେକ୍ଟ ମାଧ୍ୟମରେ ବହୁତ ପିଲା ବହୁତ କିଛି କଥା କଲଚର ମାଧ୍ୟମରେ ଶିଖିଯାନ୍ତି। ଆମେ ଟ୍ରାଡିସନ ମାଧ୍ୟମରେ ଶିଖିଥାନ୍ତି। ତ ଏଇଗୁଡାକ ଟିଚର ଧ୍ୟାନ ଦେବେ ପିଲାମାନଙ୍କ ଉପରେ। ତ ତାପରେ ହଉଛି ରୋଲ ଅଫ ଟିଚର ରୋଲ କଣ ଏଠାରେ ନା ହିୟର ଟିଚର ଟିଚିଂ ଟେକ୍ନିକ ଆର ଡିଫରେଣ୍ଟ। ଏଠାରେ ଟିଚିଂ ଟେକ୍ନିକ ସେଠି ଲେକ୍ଚର ମେଥଡ ଥିଲା ଲେକ୍ଚର କମ ଡେମୋନଷ୍ଟ୍ରେସନ ରହିବ ଇଣ୍ଡକ୍ଟିଭ ଡିଡକ୍ଟିଭ ରହିବ ହ୍ୟୁରିଷ୍ଟିକ ମେଥଡ ରହିବ ଯୋଉଠି ପିଲାମାନଙ୍କୁ ବିଭିନ୍ନ ମାନେ ଶିକ୍ଷଣ କୌଶଳ ମାଧ୍ୟମରେ ଶିଖାଯିବ। ପିଲାମାନେ ଆକ୍ଟିଭଲି ଶୁଣିବେ ଶିଖିବେ। ତାପରେ ଏଠାରେ କଣ ରହୁଛି ପୁପିଲ୍ସ ଆର୍ ମୋର ଆକ୍ଟିଭ ଦେନ ଦ ଟିଚର। ଏଠାରେ ଟିଚର ଠାରୁ ପିଲାମାନେ ଅଧିକ ଗ୍ରୁପ ଷ୍ଟଡି କରିବେ ପ୍ରୋଜେକ୍ଟ ମାଧ୍ୟମରେ ପାଠ ପଢିବେ। ବହୁତ କଥା ଅଛି। ତ ପିଲାମାନେ ଏ ପୁପିଲ ଆର୍ ମୋର ଆକ୍ଟିଭ ଦେନ ଦ ଟିଚର। ଏଠାରେ ପୁପିଲ ବେଶୀ ଆକ୍ଟିଭ ଥାନ୍ତି ଆଉ ଟିଚର କମ। ତ ଏଠାରେ ତ ଏଇ ପ୍ରକାର ଯଦି ଷ୍ଟେଟମେଣ୍ଟ ଦେଇକି ପଚାରିଲା ତାହେଲେ ଆପଣ ସିଧା ଆନ୍ସର ଦେବେ ଏଟା ହଉଛି କଣ ନା ଲର୍ନର ସେଣ୍ଟର୍ଡ ଆପ୍ରୋଚ। ହିୟର ଷ୍ଟୁଡେଣ୍ଟ କ୍ୟାନ୍ ଟେକ୍ ଦ ଡିସିସନ ରିଗାର୍ଡିଂ ଦେୟାର ଦ ଲର୍ଣ୍ଣିଂ ପ୍ରୋସେସ। ତ ପିଲାମାନେ ନିଜ ଲର୍ଣ୍ଣିଂ ପ୍ରୋସେସ ପାଇଁ ନିଜେ ଡିସିସନ ନେଇପାରିବେ। ତ ଏଟା ମନେ ରଖିଥିବେ ଯେ ହିୟର ଷ୍ଟୁଡେଣ୍ଟ କ୍ୟାନ୍ ଟେକ୍ ଦ ଡିସିସନ ରିଗାର୍ଡିଂ ଦେୟାର ଲର୍ଣ୍ଣିଂ ପ୍ରୋସେସ। ତାପରେ ଟିଚର ଇଜ ଅବଜର୍ଭର ଆଣ୍ଡ ଡାଇଗ୍ନୋସିଆନ। ତ ଏଠି ଟିଚର ହଉଛନ୍ତି କଣ ଆଜ ଏ ଅବଜର୍ଭର ରହିବେ ବା ଡାଇଗ୍ନୋସିଆନ ରହିବେ ପିଲାମାନଙ୍କୁ ଅବଜର୍ଭ କରୁଥିବେ ଆଉ ଡାଇଗ୍ନୋଜ କରୁଥିବେ ପିଲା କୋଉ ଠିକ କଲେ ଭୁଲ କଲେ କଣଟା ତାଙ୍କର ନିଡ ବା କୋଉ ସପୋର୍ଟିଭ ହେଲ୍ପ ଦରକାର ତାଙ୍କୁ। ତ ଏଇଟା ରହୁଛି। ତାପରେ ଆପଣ କଣ କ୍ରିଏଟ ଏ ଲର୍ଣ୍ଣିଂ ଏନଭାରନମେଣ୍ଟ ଗୋଟେ ପିଲାମାନଙ୍କ ପାଇଁ ପାଠ ପଢିଆ ଏନଭାରନମେଣ୍ଟ ଟିଚର ତିଆରି କରିବ ନହେଲେ ପିଲାମାନେ ଲର୍ନର ସେଣ୍ଟର୍ଡ ମାଧ୍ୟମରେ ପଢି ପାରିବେନି। ଟିଚର ଆର୍ ଫେସିଲିଟେଟର ଅଫ ଲର୍ଣ୍ଣିଂ। ତ ପିଲାମାନଙ୍କର ଫେସିଲିଟେଟର ହେଇକି ଟିଚର ରହିବେ। ତ ପଚାରିବେ କ୍ୱେଶ୍ଚନ ଆସିବ ଏକ୍ସାମ ରେ ତ ଫେସିଲିଟେଟର ବା ଆପଣ ଅବଜର୍ଭର ବା ଡାଇଗ୍ନୋସିଆନ ହଉଛନ୍ତି କୋଉ ଆପ୍ରୋଚ ରେ ଟିଚର ରହିବେ ସେଟା ହଉଛି ଆପଣଙ୍କ ଲର୍ନିଂ ସେଣ୍ଟର୍ଡ ଆପ୍ରୋଚ ରେ। ତାପରେ ଆସିଲା ଆପଣ କଣ ଲର୍ନିଂ ସେଣ୍ଟର୍ଡ ଆପ୍ରୋଚ ବା ଶିକ୍ଷଣ କୈନ୍ଦ୍ରିକ ଆପ୍ରୋଚ। ଏଇଠି ଟିଚର ଆଉ ଷ୍ଟୁଡେଣ୍ଟ ବୋଥ ହିଁ ଆକ୍ଟିଭ ରହିବେ ହେଲା। ସେ ପ୍ରଥମ ଟିଚର ସେଣ୍ଟର୍ଡ ଟିଚର ଆକ୍ଟିଭ ଥିଲା ଷ୍ଟୁଡେଣ୍ଟ ପାସିଭ ଥିଲେ। ଆଉ ଆପଣଙ୍କର ଲର୍ନର ସେଣ୍ଟର୍ଡ କମ୍ପାରିବୁଲ ଟୁ ଷ୍ଟୁଡେଣ୍ଟ ମାନେ ଆକ୍ଟିଭ ରହୁଛନ୍ତି। ଆଉ ଲର୍ଣ୍ଣିଂ ସେଣ୍ଟର ବୋଥ ଆର ଆକ୍ଟିଭ ରହିବେ କାହିଁକିନା ଶିକ୍ଷଣ ପରିସରରେ ବୋଥ ଆକ୍ଟିଭ ରହିଲେ ହିଁ ଏଟା ହେଇପାରିବ। କେମିତି ନା ଲର୍ଣ୍ଣିଂ ସେଣ୍ଟର ଟିଚିଂ ମେଥଡ ସିଫ୍ଟ ଫ୍ରମ ଫୋକସ ଆକ୍ଟିଭିଟି ଫ୍ରମ ଦ ଟିଚର
to the learner, and this method includes active learning process in the which students solve problems, answer question, formulate the question, own discussion, explanation, debate, brainstorming during class. ପିଲାମାନଙ୍କୁ ଆମେ ଆସେସମେଣ୍ଟ ଦିଅନ୍ତି, ପିଲାମାନେ ନିଜ ବ୍ରେନଷ୍ଟର୍ମିଂ ମାଧ୍ୟମରେ ସିଏ କଣ କରନ୍ତି, ଆନ୍ସର ମାନେ ତାକୁ ଲେଖିକି ଆଣନ୍ତି, ପ୍ରୋଜେକ୍ଟ ଦିଅନ୍ତି, କୋଲାବୋରେଟିଭ ଲର୍ଣ୍ଣିଂ କରାନ୍ତି, ପିଲାମାନେ ଡିବେଟରେ ଭାଗ ନିଅନ୍ତି, ପରସ୍ପର ଟିଚର ଆଉ ଷ୍ଟୁଡେଣ୍ଟ ସହିତ ଡିବେଟ ପାର୍ଟିସିପେଟ ନିଅନ୍ତି, ଏକ୍ସପ୍ଲେନେସନ ଥାଏ, ଡିସ୍କସନ ଥାଏ, ଏସବୁ ନିଜ ଆଇଡିଆରେ ଥାଏ। ତ ଏଠାରେ ଯୋଉ ଆମେ କହିଲେ ଏଥିରେ ଲର୍ଣ୍ଣିଂ ସେଣ୍ଟରରେ ଉଭୟଙ୍କର ପାର୍ଟିସିପେସନ ଆକ୍ଟିଭଲି ଥାଏ। ତ ଟିଚର ରୋଲ କଣ ଆମେ ଜାଣିବା। ତ ପ୍ରଥମ ହଉଛି ଟିଚର ମେକ୍ ଆନ୍ ଏନଭାରନମେଣ୍ଟ ହ୍ୱେର ଦ ଲର୍ନର ଲର୍ନ ଥ୍ରୋ ଦେୟାର ଓନ୍ ଏକ୍ସପେରିମେଣ୍ଟ। ପିଲାମାନେ ନିଜ ଏକ୍ସପେରିମେଣ୍ଟ ଶିଖିବେ। ଯେମିତି କି ଆପଣଙ୍କର ଲାବୋରେଟୋରୀ ନେଇଗଲେ ସାଇନ୍ସ ପିଲାକୁ କୌଣସି ଏକ୍ସପେରିମେଣ୍ଟ ଦେଖିଲେ ପିଲାମାନେ ତାପରେ ନିଜେ ଏକ୍ସପେରିମେଣ୍ଟ କରିବେ। ଟିଚର ବି ଏକ୍ସପେରିମେଣ୍ଟ କଲେ, ପିଲା ବି ଏକ୍ସପେରିମେଣ୍ଟ କଲେ, ତା ଦ୍ୱାରା ଦୁଇ ଜଣ ଯାକ ଆକ୍ଟିଭ ରହିଲେ। ସେଟାକୁ ଲର୍ଣ୍ଣିଂ ସେଣ୍ଟର କୁହାଯାଏ। କୌଣସି ଗୋଟେ ନୂଆ ଇନଭେନସନ କରିବାକୁ ଚେଷ୍ଟା କରୁଛନ୍ତି, ତ ଦୁଇ ଜଣ ଯାକ ଏଠି କଣ ରହିଲେ, ପାର୍ଟିସିପାଣ୍ଟ ରହିଲେ, ହେଲା। in which learning center in which centered approach both the teacher and student are active participant। ତ ଏଠି ଆମେ କୋଉଠାରେ ବୁଝିବା ନା ଲର୍ନର ସେଣ୍ଟରରେ ବୁଝିବା, ଲର୍ଣ୍ଣିଂ ସେଣ୍ଟରରେ ବୁଝିବା। ଟିଚର ପ୍ଲେ ଏ ରୋଲ ଲାଇକ୍ ଏ କୋଚ୍ ଆଣ୍ଡ ଫ୍ୟାସିଲିଟେଟର। ଏଠି କୋଚ୍ ଆଉ ଫ୍ୟାସିଲିଟେଟର ଭାବରେ ସେମାନେ ପାର୍ଟିସିପେଟ କରିବେ। ତାପରେ ହଉଛି କଣ, ହିୟର ଇଭାଲୁଏସନ ୱିଲ୍ ଡନ୍ ଥ୍ରୋ ଦ ବୋଥ ଦ ହେଲ୍ପ ଅଫ ଟିଚର ଆଣ୍ଡ ଲର୍ନର। ତ ଏଠାରେ ଇଭାଲୁଏସନ ଟିଚର ଆଉ ଲର୍ନର ଦି ଜଣ ମିଶିକି କରିବେ, ଦି ଜଣ ଆକ୍ଟିଭ ନା। ହିୟର ଦ ଟିଚର ଆଣ୍ଡ ଷ୍ଟୁଡେଣ୍ଟ ଆର୍ ଆକ୍ଟିଭ ଲର୍ନର। ଆଉ ନେକ୍ସଟ ପଏଣ୍ଟ କଣ କହୁଛି ନା ପ୍ରପର ରେମିଡିଆଲ ଟିଚିଂ ଡନ୍ ହିୟର। ତ ଏତାର ରେମିଡିଆଲ ଟିଚିଂ ହବ, ଯୋଉଟା କି ଆମେ କହୁଛନ୍ତି ପିଲାମାନେ ଭୁଲ କଲେ ତାଙ୍କୁ ରେମିଡିଆଲ ଟିଚିଂ ମାଧ୍ୟମରେ ଶିଖାଯିବ। ତାପରେ ଆସିଲା according to Wemer in 2002 learning center teaching through the 5 articulates। ପାଞ୍ଚଟା articulates ମାଧ୍ୟମରେ ୱିମର କହିଲେ ଆମେ ଲର୍ଣ୍ଣିଂ ସେଣ୍ଟର୍ଡ ଆପ୍ରୋଚରେ ପିଲାମାନଙ୍କୁ ପଢେଇ ପାରିବା। ଫର୍ଷ୍ଟ ହଉଛି ମେଥଡ ଅଫ ଲର୍ଣ୍ଣିଂ ଦ ସବଜେକ୍ଟ। ତ ପିଲାମାନଙ୍କୁ ସବଜେକ୍ଟ ବିଷୟବସ୍ତୁ କିପରି ଆମେ ଉପସ୍ଥାପନ କରିବା ଯାହାଦ୍ୱାରା ସେମାନେ ଆକ୍ଟିଭଲି ବୁଝିପାରିବେ, ଆମେ ବି ଆକ୍ଟିଭ ରହିପାରିବା, ଟିଚର ମାନେ ବି ଆକ୍ଟିଭ ରହିପାରିବେ। ତ ରୋଲ ଅଫ ଦ ଟିଚର, ଟିଚରଙ୍କ ଭୂମିକା ଏଠି ଗୁରୁତ୍ୱପୂର୍ଣ୍ଣ ରହୁଛି, କାରଣ ନିଜେ ଆକ୍ଟିଭ ରହିକି ସବୁ କାମ କରିବେ। ତାପରେ ରେସ୍ପନ୍ସିବିଲିଟି ଫର ଦ ଲର୍ଣ୍ଣିଂ, ଲର୍ଣ୍ଣିଂ ର ତାଙ୍କ ରେସ୍ପନ୍ସିବିଲିଟି ଟିଚର ରହୁଛି। ଆଉ କଣ ନା ଅବଜେକ୍ଟିଭ ଅଫ ଦ ଇଭାଲୁଏସନ, ଇଭାଲୁଏସନ ର ଲକ୍ଷ୍ୟ କଣ, ଆପଣ ଯୋଉ ପାଠ ପଢୁଛନ୍ତି ସେଇଟାକୁ ଇଭାଲୁଏସନ କରିବେ ନା, ତ ସେଇଟାର ଇଭାଲୁଏସନ ଲକ୍ଷ୍ୟ, ତ ସେଇ ଅନୁସାରେ ପାଠଟା ପିଲାମାନେ ଜାଣିବା ଦରକାର। ତାପରେ ରହିଲା କଣ ନା ଏବିଲିଟି ଟୁ ଏନହାନ୍ସ ଦ ପ୍ରପର ସ୍କିଲ୍ ଅଫ ଦ ଲର୍ନର, ଲର୍ନରଙ୍କ ପ୍ରପର ସ୍କିଲ୍, ମ୍ୟାଥମେଟିକାଲ ସ୍କିଲ୍, କାଲକୁଲେସନ କରିପାରିବେ ଭଲ। ଆପଣ ସୋସିଆଲ ସାଇନ୍ସ ରେ ପିଲାମାନେ ଭଲ ମ୍ୟାପ ଆଇଡେଣ୍ଟିଫିକେସନ କରିପାରିବେ, ଗ୍ଲୋବ ରିଡିଂ କରିପାରିବେ, ଏସବୁ କରିପାରିବେ। ସାଇନ୍ସ ରେ ଭଲ ଏକ୍ସପେରିମେଣ୍ଟ କରିପାରିବେ। ତ ଏସବୁ କ୍ଷେତ୍ରରେ ଲାଙ୍ଗୁଏଜ ପେପରରେ ଭଲ ଲେଖିପାରିବେ। ତ ଏସବୁ ଏବିଲିଟି ପିଲାଙ୍କ ମଧ୍ୟରେ ଡେଭଲପ କରିବାକୁ ନିହାତି ପଡିବ। ଏ ପାଞ୍ଚଟା ଆର୍ଟିକୁଲେଟ୍ସ କିଏ ଦେଇଛନ୍ତି, ୱେମର ଦେଇଛନ୍ତି ଇନ୍ 2002। ଏଟା ମନେ ରଖିଥିବେ କ୍ୱେଶ୍ଚନ ଆସିପାରେ। ତ ଆମେ ଦେଖିବା ଏଇ ସାରଣୀ ମାଧ୍ୟମରେ ଶିକ୍ଷଣ ତିନୋଟି ପନ୍ଥା ମାଧ୍ୟମରେ ଚାଲିଥାଏ। ଗୋଟେ ହଉଛି ଆମେ ଜାଣିଛନ୍ତି ଶିକ୍ଷକ କୈନ୍ଦ୍ରିକ, ଶିକ୍ଷାର୍ଥୀ କୈନ୍ଦ୍ରିକ, ଶିକ୍ଷଣ କୈନ୍ଦ୍ରିକ, ଯୋଉଟା ଟିଚର ସେଣ୍ଟର କହୁଛନ୍ତି, ଲର୍ନର ସେଣ୍ଟର ବା ଲର୍ଣ୍ଣିଂ ସେଣ୍ଟର ହିଁ କହୁଛନ୍ତି। ଆମେ ଦେଖିବା ଜ୍ଞାନର ସ୍ୱରୂପ ଅନୁସାରେ ଆମର ନଲେଜ ଦୃଷ୍ଟିରୁ କୋଉଟା କିପରି ରହୁଛି, ତିନିଟା ଭିତରେ କମ୍ପାରିଜନ ରହୁଛି ଆମେ ଦେଖିବା। ଏଠି କହୁଛି କଣ, ପୂର୍ବରୁ ଥିବା ଜ୍ଞାନ ଶିକ୍ଷାର୍ଥୀଙ୍କୁ ଦିଆଯାଇଥାଏ। ତ ଶିକ୍ଷକ କୈନ୍ଦ୍ରିକ ପୂର୍ବରୁ ଥିବା ଜ୍ଞାନକୁ ଦିଆଯାଇଥାଏ, କିନ୍ତୁ ସେଇ ଜାଗାରେ ଆମେ ଦେଖିବା ଶିକ୍ଷାର୍ଥୀ କୈନ୍ଦ୍ରିକରେ, ଶିକ୍ଷକ କୈନ୍ଦ୍ରିକରେ ପୂର୍ବରୁ ଥିବା ଜ୍ଞାନକୁ ଶିକ୍ଷାର୍ଥୀଙ୍କୁ ଦିଆଯାଇଥାଏ। ଆଉ ଶିକ୍ଷାର୍ଥୀ କୈନ୍ଦ୍ରିକରେ କଣ ହୁଏ ନା ଶିକ୍ଷାର୍ଥୀ ଜ୍ଞାନ ଆବିଷ୍କାର କରିଥାଏ ନିଜ ଦ୍ୱାରା, ସେ ନିଜେ, କାରଣ ସେଲ୍ଫ ଲର୍ଣ୍ଣିଂ କରିବ ନା ଏଠି। ଆଉ ଶିକ୍ଷଣ କୈନ୍ଦ୍ରିକ ଶିକ୍ଷାର୍ଥୀ ନିଜେ ଜ୍ଞାନ ନିର୍ମାଣ କରିଥାଏ, ଏଠି ନିଜେ ଜ୍ଞାନ ନିର୍ମାଣ ଆବିଷ୍କାର କରିଥାଏ, ଏଠି ନିର୍ମାଣ କରିଥାଏ। ସେଟାକୁ ବୁଝି ରଖିବେ, ଏଥିରୁ କ୍ୱେଶ୍ଚନ ଆସିଥାଏ। ତାପରେ ଶିକ୍ଷକ ଶିକ୍ଷାର୍ଥୀଙ୍କ ଭୂମିକା କଣ ରହୁଛି ଆମେ ଜାଣିବା। ତ ସେକେଣ୍ଡରେ ଆମେ ଜାଣିବା ଶିକ୍ଷକ ଶିକ୍ଷାର୍ଥୀଙ୍କ ଭୂମିକା କଣ ନା ଶିକ୍ଷକ ସକ୍ରିୟ ଓ ଶିକ୍ଷାର୍ଥୀ ନିଷ୍କ୍ରିୟ ରହିବେ। ଶିକ୍ଷକ ଏଠାରେ କଣ ରହୁଛନ୍ତି, ଆକ୍ଟିଭ ରହୁଛନ୍ତି, ଆଉ ଶିକ୍ଷାର୍ଥୀ ଏଠାରେ ନିଷ୍କ୍ରିୟ ବା ପେସିଭ ରହୁଛନ୍ତି, ଏଟା ମନେ ରଖିଥିବେ। ତାପରେ ଶିକ୍ଷକ ପ୍ରଚେଷ୍ଟାରେ ଶିକ୍ଷାର୍ଥୀ ସକ୍ରିୟ ଥାଏ। ଏଠି ଶିକ୍ଷକ ପ୍ରଚେଷ୍ଟାରେ ଶିକ୍ଷାର୍ଥୀ ଏଠି ସକ୍ରିୟ ରହିବ, ତେଣୁ ଶିକ୍ଷାର୍ଥୀ ଟିକେ ସକ୍ରିୟ ଅଧିକ ରହିବ ଶିକ୍ଷକଙ୍କ ଠାରୁ। ଆଉ ପ୍ରଚେଷ୍ଟାରେ ଫ୍ୟାସିଲିଟେଟର ରହିବେ, ଅବଜର୍ଭର ରହିବେ, ସେଇ ହିସାବରେ ପିଲାମାନେ କଣ କରିବେ ନା ନିଜେ ଶିଖିବେ। ତାପରେ ଥର୍ଡରେ ଆମେ ଶିକ୍ଷଣ କେନ୍ଦ୍ରିକ କଣ ଦେଖିବା ନା ଶିକ୍ଷାର୍ଥୀ ନିଜେ ସକ୍ରିୟ ହୋଇ କାମ କରିବେ, ଆଉ ଶିକ୍ଷକ ଏହି ପାଇଁ ସହାୟକ ଭାବେ କାର୍ଯ୍ୟ କରିବେ, ଏଟାକୁ ମନେ ରଖିଥିବେ। ତାପରେ ଶିକ୍ଷଣ ପରିସ୍ଥିତିରେ କଣ ରହୁଛି ନା ନିର୍ଦ୍ଦିଷ୍ଟ ଶିକ୍ଷଣ ପରିସ୍ଥିତି ଏଠାରେ ନଥାଏ। ତ ଆପଣଙ୍କର ଶିକ୍ଷକ କୈନ୍ଦ୍ରିକରେ ନିର୍ଦ୍ଦିଷ୍ଟ ଶିକ୍ଷଣ ପରିସ୍ଥିତି ନଥାଏ, କିନ୍ତୁ ଶିକ୍ଷାର୍ଥୀ କୈନ୍ଦ୍ରିକରେ ଅନୁକୂଳ ଶିକ୍ଷଣ ପରିସ୍ଥିତି ସୃଷ୍ଟି କରାଯାଇଥାଏ ପିଲାମାନଙ୍କ ପାଇଁ। ଆଉ ଆପଣଙ୍କର
ଶିକ୍ଷଣ ମାନେ ଶିକ୍ଷାର୍ଥୀ କେନ୍ଦ୍ରିକ କଲେ ଶିକ୍ଷଣ କେନ୍ଦ୍ରିକ କଣ ହେଲା? ସ୍ୱାଭାବିକ ତଥା ପ୍ରାସଙ୍ଗିକ ପରିସ୍ଥିତି ସୃଷ୍ଟି କରିଥାଏ। ଏଟାକୁ ମନେ ରଖିଥିବେ ଆପଣ। ଯାହା ବି କୁହାଯାଉଛି ଆପଣମାନେ ମନେ ରଖନ୍ତୁ। ଏଠୁ କ୍ୱେଶ୍ଚିନ୍ ଆସିବ ବୁଝନ୍ତୁ। ଶିକ୍ଷଣ ପ୍ରକ୍ରିୟାର ନିୟନ୍ତ୍ରଣ କିପରି ରହିବ? ସମ୍ପୂର୍ଣ୍ଣ ରୂପେ ଶିକ୍ଷକଙ୍କ ନିୟନ୍ତ୍ରଣ ଥାଏ କୋଉଠି? ନା ଶିକ୍ଷକ କୈନ୍ଦ୍ରିକରେ। ଶିକ୍ଷାର୍ଥୀ କୈନ୍ଦ୍ରିକ ଶିକ୍ଷକ ଶିକ୍ଷାର୍ଥୀ ଉଭୟ ନିୟନ୍ତ୍ରଣରେ ଥାଏ। ଯୋଉଟା କିନ୍ତୁ ଆଂଶିକ ଥାଏ। ବହୁଳ ପରିମାଣ ନଥାଏ, ଆଂଶିକ ଥାଏ। କିନ୍ତୁ ଆପଣଙ୍କର ଶିକ୍ଷଣ କେନ୍ଦ୍ରିକରେ ମୁଖ୍ୟତଃ ଶିକ୍ଷାର୍ଥୀ ଶିକ୍ଷଣ ପରିସ୍ଥିତିକୁ ନିୟନ୍ତ୍ରଣ କରିଥାଏ। ତାପରେ ଆପଣଙ୍କର ହଉଛି କଣ? ନା ନମନୀୟ ତଥା ଗଣତାନ୍ତ୍ରିକ ଉପାୟରେ ଥାଏ। ତାପରେ ଆସିଲା କଣ? ଆପଣଙ୍କର ଯୋଉଟାକି ଶିକ୍ଷଣ ପଦ୍ଧତି ପ୍ରକ୍ରିୟା କଣ ଥାଏ? ଏଥିରେ ମୁଖ୍ୟତଃ ଅଧ୍ୟାପନା ବା ପ୍ରଦର୍ଶନ ଥାଏ। ଇନଷ୍ଟ୍ରକ୍ସନ ଦେବେ ବା ଆପଣଙ୍କ ଲେକ୍ଚର ମେଥଡ। ଆଉ ଆପଣଙ୍କର ଶିକ୍ଷାର୍ଥୀ କେନ୍ଦ୍ରିକରେ ଆପଣ ରହୁଛି କଣ? ନା କ୍ରୀଡ଼ା ପଦ୍ଧତି, ପ୍ଲେୱେ ମେଥଡ ତଥା ଆନନ୍ଦଦାୟକ ପଦ୍ଧତି ଏସବୁ ରହୁଛି। ଆଉ ଆପଣଙ୍କ ଶିକ୍ଷଣ କାର୍ଯ୍ୟ ଭିତ୍ତିକ ଭିତରେ ଆପଣ ପଦ୍ଧତି ଯୋଉ ଶିକ୍ଷାର୍ଥୀ ନିର୍ମାଣ କରିଥାଏ, ଯୋଉଟାକି ଆ ଏକ୍ସପେରିମେଣ୍ଟେସନ ମେଥଡରେ ହୁଁ, ଆପଣଙ୍କର ବିଭିନ୍ନ ପ୍ରକାର ଲାବୋରେଟୋରୀ ମେଥଡରେ ଏଇସବୁ ରହିବ। ପାଠ୍ୟକ୍ରମ କିପରି ରହିବ? ନା ପୂର୍ବ ନିର୍ଦ୍ଧାରିତ ପ୍ରେସକ୍ରାଇବର ପୂର୍ବରୁ ଯାହା ପାଠ ନିର୍ଦ୍ଧାରିତ ହେଇଥିବ ସେଇଟାକୁ ଆସିକି ଶିକ୍ଷକ ପଢେଇବେ, ସେଟା ଶିକ୍ଷକ କେନ୍ଦ୍ରିକ ମତରେ। ଆଉ ଶିକ୍ଷାର୍ଥୀ ବା ଲର୍ନର ସେଣ୍ଟରରେ କଣ ରହିବ? ନା ବିକାଶ ମୂଳକ ଡେଭଲପମେଣ୍ଟ ହବ। ଆଉ ଶିକ୍ଷଣ କେନ୍ଦ୍ରିକରେ ଏମର୍ଜେଣ୍ଟ ବା ପରିଦୃଷ୍ଟି ହବ। ଆଗକୁ ଆଗକୁ ଦେଖିପାରିବା କଣ ହବ। ତ ଏଇଟା ରହୁଛି ଆପଣଙ୍କ ଭିତରେ ଡିଫରେନ୍ସ, ଯୋଉଟା କି ଶିକ୍ଷକ କୈନ୍ଦ୍ରିକ, ଶିକ୍ଷାର୍ଥୀ କୈନ୍ଦ୍ରିକ, ଶିକ୍ଷଣ କୈନ୍ଦ୍ରିକ ଭିତରେ। ତାପରେ ଆମେ ଜାଣିବା କଣ ପ୍ରିନ୍ସିପଲ ଅଫ କରିକୁଲମ ଅର୍ଗାନାଇଜେସନ। ଆମେ କରିକୁଲମ କିପରି ବନେଇବା, ପାଠ୍ୟକ୍ରମ କିପରି ବନେଇବା, ପିଲାମାନେ ଯୋଉ ପାଠଟା ପଢିବେ ବୁକ୍ସ ରେ ସବଜେକ୍ଟ ୱାଇଜ ସେଟା କିପରି ବନେଇବା। ତ ଆପଣ ପ୍ରିନ୍ସିପଲ ଅଫ କରିକୁଲମ ଆର୍ norms, values, moralities, philosophies that will benefit the teacher, जोटा कि टीचर को बेनिफिट दଉଛି, स्टूडेंट को भी दଉଛି, and the whole education system को भी बेनिफिट दଉଛି। ତ କରିକୁଲମ ଯଦି ଠିକ ରହିବ, ତ ପାଠ୍ୟକ୍ରମ ଯଦି ଠିକ ରହିବ, ପିଲାମାନେ ପାଠ ପଢିକି ଭଲ ପାଠଟାକୁ ଜାଣିପାରିବେ, ବୁଝିପାରିବେ। ହେଲା। The curriculum and instructional strategy are essential components in impacting the knowledge and student। ନଲେଜ ବି ପିଲାମାନଙ୍କୁ ବଢାଇବ। ତ ଅଷ୍ଟମ ଶ୍ରେଣୀ ପଢୁଛି, ତାର ମ୍ୟାଥ ପଢୁଛି, ତା ମ୍ୟାଥ ବୁକ୍ ଟା ସିଷ୍ଟମାଟିକ ଥିବା ଦରକାର। ତାପରେ କୋଉ ବିଷୟ ରହିବା ଦରକାର, ଏଇଟା ହଉଛି କରିକୁଲମ କନଷ୍ଟ୍ରକ୍ସନ ଟାକୁ ବୁଝଉଛି। ହେଲା। ସବୁ ବିଷୟର ସବୁ ବିଷୟର ସବୁ ସବଜେକ୍ଟର ସବୁ ଟପିକ ଗୁଡାକ ତ ଠିକ ଭାବରେ ହବା ଦରକାର। ପ୍ରପର ଏକ୍ସାମ୍ପଲ, ପ୍ରପର ପିକ୍ଚର, ପ୍ରପର ୱାର୍ଡରେ ବହିଟା ଲେଖା ହେଇଥିବା ଦରକାର। ସେଟା କରିକୁଲମ ଅର୍ଗାନାଇଜେସନ ବୋଲି କୁହାହଉଛି। ତ ଟୋଟାଲି ଅଫ ଦ ଏକ୍ସପିରିଏନ୍ସ ଦ ଚାଇଲ୍ଡ ସେଣ୍ଟର୍ଡ ରହିବା ଦରକାର। ଯୋଉଟା କି ଆମେ କହୁଛନ୍ତି କଣ, ଶିକ୍ଷାର୍ଥୀ ବା ଲର୍ନର ସେଣ୍ଟର୍ଡ କହୁଛନ୍ତି, ଯୋଉଟା କି ଶିକ୍ଷାର୍ଥୀ କୈନ୍ଦ୍ରିକ ଥିବା ଦରକାର। ପିଲା ନିଜେ ବୁଝିକି ପାଠ ପଢି ପାରୁଥିବା ଦରକାର। ଦ ୱାର୍ଡ କରିକୁଲମ ୱାର୍ଡ ଡିରାଇଭ ଫ୍ରମ ଦ ଲାଟିନ ୱାର୍ଡ କରେନ୍ସ, ବା ଆମେ କହୁଛନ୍ତି ମିନିଂ ଇଜ ଦ୍ୟାଟ ଦ ଲର୍ଣ୍ଣିଂ ପାଥ, ଯୋଉଟା କି ଶିକ୍ଷଣର ଗୋଟେ ପଥ ବୋଲି ଆମେ କହୁଛନ୍ତି। ତାପରେ ଆମେ ପ୍ରିନ୍ସିପଲ ଅଫ କରିକୁଲମ କନଷ୍ଟ୍ରକ୍ସନ, ଏଇଠୁ ବହୁତ ବଡ, ମାନେ ଏଇଠୁ ମ୍ୟାକ୍ସିମମ୍ ଏକ୍ସାମରେ କ୍ୱେଶ୍ଚିନ୍ ଆସିଥାଏ। ତ ଏଇଥିରୁ ଆପଣଙ୍କୁ ଅପସନ ଦେଇଦବ, ହୁଇଚ୍ ଅଫ ଦ ଫଲୋଇଂ ଇଜ ନଟ୍ ଏ କରିକୁଲମ କନଷ୍ଟ୍ରକ୍ସନ ଦେଇଦବ। ଆପଣ ଦେଖିବେ ଏଇଗୁଡା ଭିତରେ ଯଦି ଅପସନ ଥିବ ସେଗୁଡାକ ହବ, ଆଉ ଯୋଉଟା ନଥିବ, ଯୋଉ ପଏଣ୍ଟଟା ନଥିବ ଏଟା ହବନି। ବା ପଚାରିଦବ ହୁଇଚ୍ ଅଫ ଦ ଫଲୋଇଂ ଇଜ ଏ କରିକୁଲମ କନଷ୍ଟ୍ରକ୍ସନ, ନଟ୍ ଦେଇକି ପଚାରିପାରେ କିମ୍ବା ଡାଇରେକ୍ଟ ପଚାରିପାରେ। ତ ଆପଣ ଏଇଟା ମନେ ରଖିବା ଦରକାର। ପ୍ରଥମେ ହଉଛି କଣ, ପ୍ରିନ୍ସିପଲ ଅଫ ଚାଇଲ୍ଡ ସେଣ୍ଟର, ଶିକ୍ଷକ ନା ଶିକ୍ଷାର୍ଥୀ କୈନ୍ଦ୍ରିକ ହେଇକି ରହିବା ଦରକାର କରିକୁଲମଟା। ଆମେ ଜାଣିଛନ୍ତି କଣ ପାଇଁ। ପ୍ରିନ୍ସିପଲ ଅଫ କମ୍ୟୁନିଟି ସେଣ୍ଟରନେସ୍, କମ୍ୟୁନିଟି ମାନେ ନିଜ ଚତୁଃପାର୍ଶ୍ୱ ଅନୁସାରେ ପିଲାଙ୍କୁ ପାଠ ପଢାଯିବ। କଣ ତାଙ୍କର ଏକ୍ସାମ୍ପଲ, ଯୋଉଟା କି ଦିଆଯିବ ତାଙ୍କ ନିଜ ସରାଉଣ୍ଡିଂ ରେ। ତାପରେ ହେଲା କଣ, ପ୍ରିନ୍ସିପଲ ଅଫ ଭେରାଇଟି, ବିଭିନ୍ନ ପ୍ରକାର ମାଧ୍ୟମରେ ତାଙ୍କୁ ସେଇଠି ପାଠ ପୁସ୍ତକରେ ଦେଇଥିବା ଦରକାର। ବିଭିନ୍ନ ପିକ୍ଚର ଦେଇଥିବା, ବିଭିନ୍ନ ୱାର୍ଡରେ ବୁଝେଇଥିବା ଦରକାର। ତ ଏଇ ସବୁ ମାଧ୍ୟମରେ ପିଲା ବୁଝିଲେ ବହୁତ କିଛି ଜିନିଷ ବୁଝିପାରନ୍ତି। ତାପରେ ହେଲା ନମନୀୟ ବା ଫ୍ଲେକ୍ସିବୁଲ, କହୁଛନ୍ତି ପ୍ରିନ୍ସିପଲ ଅଫ ଫ୍ଲେକ୍ସିବୁଲ, ଯୋଉଠି କି ପିଲା କିଛି ଏକ୍ସଟ୍ରା ଜାଣିବା ପାଇଁ ବି ସେ ବୁକ୍ସ ରେ ଦେଇଥିବା ଦରକାର। ପିଲା ଖାଲି ସେ ବିଷୟ ଭିତରେ ଜାଣିବନି, ଆଉ ତାଠାରୁ ଟିକେ ଏକ୍ସଟ୍ରା ଜାଣିବ, କାହିଁକି ନା ସେ ବିଷୟକୁ ଲିଙ୍କ କରୁଥିବା ପାଠ ବି ସେ ଜାଣିବା ଦରକାର। ପ୍ରିନ୍ସିପଲ ଅଫ ୟୁଟିଲିଟି, ତାଙ୍କୁ ଉପଯୋଗିତା ଦଉଥିବା ଦରକାର। ଯୋଉ ପାଠଟା ପଢିବେ ତାଙ୍କୁ କୌଣସି ନା କୌଣସି ଉପଯୋଗିତା ଦଉଥିବା ଦରକାର। ଲାଭ କ୍ଷତି ପିଲାମାନେ ଜାଣିଲେ, ସୁଧ ବିଷୟରେ ଜାଣିଲେ, ତ ପିଲାମାନେ ରିଅଲ ଲାଇଫ ରେ ବି ଲାଭ କ୍ଷତି ଯୋଉଠି ହଉଥିବ ସେମାନେ ଜାଣିପାରିବେ। ସୁଧ କେତେ ହେଲା ବି ସେ ଜାଣିପାରିବେ, ଯୋଉଟା କି ଇଣ୍ଟରେଷ୍ଟ ବୋଲି ଆମେ କହୁଛନ୍ତି। ତ ଏଇଟା ହଉଛି କଣ, ୟୁଟିଲିଟି, ତାଙ୍କୁ ଉପଯୋଗ, ଯୋଉ ପାଠ ପଢିବେ ତାଙ୍କୁ ଉପଯୁକ୍ତ। ଯେମିତି ଜିଓଗ୍ରାଫି ପଢିଲେ ଆପଣଙ୍କର ଲୋକେସନ ମ୍ୟାପ ପଢିଲେ, ତ ସେମାନେ ଲୋକେସନ ଆଇଡେଣ୍ଟିଫାଇ କରିପାରିବେ, ଗ୍ଲୋବ ବିଷୟରେ ବି ସେମାନେ ଜାଣିପାରିବେ। ତ ଏଇଟା ହଉଛି କଥା। ତାପରେ ଆଇଲା କଣ, ପ୍ରିନ୍ସିପଲ ଅଫ କ୍ରିଏଟିଭିଟି, ପିଲାମାନେ ନିଜେ କିଛି ସ୍ୱତନ୍ତ୍ର କରିପାରୁଥିବା ଦରକାର। ସେ ବୁକ୍ ପଢିକି, ସେ ବିଷୟ ପଢିକି ସେ ନିଜେ କିଛି କରିପାରୁଥିବା ଦରକାର ନୂଆ କରି। ତାପରେ ଆଇଲା କଣ, ପ୍ରିନ୍ସିପଲ ଅଫ ଡେମୋକ୍ରାଟିକ ଭ୍ୟାଲୁ, ସମସ୍ତ ପାଇଁ ସମାନ ହେଉଥିବା ଦରକାର। ଜାତି ବର୍ଣ୍ଣ ନିର୍ବିଶେଷରେ ପାଠ୍ୟକ୍ରମ ସମସ୍ତ ପାଇଁ ସମାନ ରହିବା ଦରକାର। ତାପରେ ହେଲା କଣ, ନା ପ୍ରିନ୍ସିପଲ ଅଫ ଇଣ୍ଟିଗ୍ରେସନ, ବହୁତ କିଛି ପାଠ ଲିଙ୍କ କରିକି ଜାଣିବା ଦରକାର। ଯେମିତିକା ପିଲାଟି ୱାର୍ଲଡ ହିଷ୍ଟ୍ରି ବିଷୟରେ ବି ଜାଣୁଛି, ଇଣ୍ଡିଆନ ହିଷ୍ଟ୍ରି ବିଷୟରେ ଜାଣୁଛି, ଲୋକାଲ ହିଷ୍ଟ୍ରି ବିଷୟରେ ବି ଜାଣୁଛି।
ତ ଏଇଟା ହଉଛି ଇମ୍ପୋର୍ଟାଣ୍ଟ। ତ ଇଣ୍ଟିଗ୍ରେସନ ମାଧ୍ୟମରେ ପିଲାମାନେ ଜାଣିବେ। ପ୍ରିନ୍ସିପଲ୍ ଅଫ୍ କନଜର୍ଭେସନ ପିଲାମାନେ ଯୋଉ ପାଠଟା ପଢିଲେ ନିଜ ଭିତରେ ରଖିବେ ଆଉ ଫ୍ୟୁଚର ଜେନେରେସନକୁ ଜଣେଇବା ପାଇଁ ବି ନିଜ ଭିତରେ କନଜର୍ଭ କରିବେ। ଏଇଟା ହଉଛି କରିକୁଲମର ଆପଣଙ୍କର କନଷ୍ଟ୍ରକ୍ସନର ପ୍ରିନ୍ସିପଲ୍ସଟା। ତାପରେ ଆମର ପ୍ରିନ୍ସିପଲ୍ ଅଫ୍ କମ୍ପ୍ରେହେନସନ ବ୍ୟାପକତା ଥିବା ଦରକାର। ପାଠ ପଢାରେ ବ୍ୟାପକତା ଥିବା ଦରକାର। ଖାଲି ଗୋଟିଏ ପାଠ ପଢିଲେ ହବନି। ବହୁତ କିଛି ଜିନିଷ ଜାଣିବା ଦରକାର ପାଠ୍ୟ ପୁସ୍ତକରେ। ତ ଏଇଟା ନିହାତି ପୁସ୍ତକରେ ବନା ହବା ଦରକାର। ସେଥିପାଇଁ କୁହାଯାଏ ପ୍ରିନ୍ସିପଲ୍ ଅଫ୍ କରିକୁଲମ କନଷ୍ଟ୍ରକ୍ସନ। ତ ଏଇ କନଷ୍ଟ୍ରକ୍ସନ ଗୁଡା ବୁଝିବା ଦରକାର। ଆପଣ ପ୍ରିନ୍ସିପଲ୍ ଅଫ୍ କରିକୁଲମ ଅର୍ଗାନାଇଜେସନ ପିଲା ଆମେ କରିକୁଲମକୁ ଆମେ କିପରି ସଂଗଠିତ କରିବା। ୟୁଜ୍ ଅଫ୍ ଆଉଟଲାଇନ୍ ଫର୍ମାଟ ଆମେ ଯେତେବେଳେ ବୁକ୍ସରେ କଣ କରୁଛନ୍ତି ଆଉଟଲାଇନ୍ ଫର୍ମାଟ କରୁଛନ୍ତି ଡେକୋରେସନ କରୁଛନ୍ତି ତ ଏଟା ବି ବୁଝିବା ଦରକାର ପିଲାମାନେ ଆରାମସେ ଏଟା ଆଇ କେଚିଂ ହବ ପିଲାମାନେ ବୁଝିପାରିବେ ହେଲା। ତାପରେ ଷ୍ଟେଟ୍ କନସେପ୍ଟ କ୍ଲିୟରଲି ଆଣ୍ଡ କନସାଇନ୍ସଲି କନସେପ୍ଟଟା ପୁରା କ୍ଲିୟରଲି ବୁକ୍ସରେ ମେନସନ ହେଇଥିବା ଦରକାର। ଲିଷ୍ଟ ଅଫ୍ ସବ୍ କଣ୍ଟେଣ୍ଟ ଆଣ୍ଡ ବିଲୋ ରିଲେଟେଡ୍ କଣ୍ଟେଣ୍ଟ ଯେଟା କଣ୍ଟେଣ୍ଟଟା ବି ଭଲ ଭାବରେ ଦେଇଥିବା ଦରକାର। ପପଅପ୍ ବକ୍ସରେ ଏକ୍ସଟ୍ରା ଇନଫର୍ମେସନ ଦେଇଥିବା ତୁମେ ଜାଣିଛ କି ଏମିତି କରି ଓଡିଆ ବୁକରେ ଦେଖିବ ଥିବ ହେଲା। ତ ଇଂଲିଶ ଏନସିଇଆରଟି ବୁକରେ ବି ପପଅପ୍ ବକ୍ସରେ ଥିବ नो ଡିଟେଲ୍ସ ଏମିତି କରିକି। ତାପରେ ହେଲା କଣ ନା ପ୍ରୋଭାଇଡ ଡିଟେଲ୍ସ ଉପରେ ଡିଟେଲ୍ସ ବି ଯାହା ଯାହା ସବଜେକ୍ଟ ରହିବ ଟପିକ ରହିବ ଡିଟେଲ୍ସ ବି ପ୍ରୋଭାଇଡ କରିଥାଏ ପିଲା ସମ୍ପୂର୍ଣ୍ଣ ଭାବରେ ଜାଣିବା ଦରକାର। ୱାର୍କ ଫ୍ରମ ହ୍ୱାଟ ଦ ଲର୍ନର୍ସ ଅଲରେଡି नो ଇଣ୍ଟ୍ରୋଡ୍ୟୁସ ଦ ନ୍ୟୁ ମେଟେରିଆଲ ଆପ୍ରୋପ୍ରିଏଟ ପେସ୍ ଆଣ୍ଡ ଲର୍ନିଂ ଯଦି କୋଉଠି ବିଷୟଟି ପୂର୍ବ କ୍ଲାସରେ ଥିଲା ପରବର୍ତ୍ତୀ କ୍ଲାସରେ ସେ ବିଷୟଟି ଆଉ ଗୋଟେ ନୂଆ କରିକି ଏକ୍ସଟ୍ରା ଇନଫର୍ମେସନ କରିକି ଦେବା ଦରକାର। ପ୍ରେଜେଣ୍ଟ ଦ ସିମ୍ପଲ କନସେପ୍ଟ ଫାଷ୍ଟ ତ ସିମ୍ପଲ କନସେପ୍ଟ ଫାଷ୍ଟ ଦବା ତାପରେ ଲାଷ୍ଟ ଆଡକୁ ହାର୍ଡ କନସେପ୍ଟ ଦେଇକି ପିଲାମାନଙ୍କୁ ବୁଝେଇବା ତ ଏଟା ସିମ୍ପଲ ଟୁ କମ୍ପ୍ଲେକ୍ସ ଦିବା ଦରକାର। କମ୍ପ୍ଲେକ୍ସ ଟୁ ସିମ୍ପଲ ଗଲେ ପିଲାମାନେ ଆଗେ କଠିନ ବା ଜଟିଳ ସମସ୍ୟାକୁ ସେ ବୁଝିପାରିବେ ନାହିଁ। ତ ସିମ୍ପଲ ମାନେ ସହଜ ସରଳଟାକୁ ଆଗେ ବୁଝିବା ଦରକାର। ତାପରେ ହେଲା କଣ ପ୍ରେଜେଣ୍ଟ ଦ କଂକ୍ରିଟ ବିଫୋର ଦ ଆବଷ୍ଟ୍ରାକ୍ଟ କନସେପ୍ଟ ତ ଆଗେ କଂକ୍ରିଟ ଟାକୁ ବୁଝେଇବେ ତାପରେ ଆବଷ୍ଟ୍ରାକ୍ଟ ବୁଝିବେ। ତ ପିଲାମାନେ ଆଗେ ଘୋଷିବେ ତାପରେ ଯାଇକି ନୂଆ କିଛି ନିଜ ଦ୍ୱାରା ଶିଖିବାକୁ ନିଜ ଦ୍ୱାରା ଆବିଷ୍କୃତ କରିବେ ଏଟା ହଉଛି କଂକ୍ରିଟ ଟୁ ଆବଷ୍ଟ୍ରାକ୍ଟ। ଟେକ୍ ଦ ଆଡଭାଣ୍ଟେଜେସ୍ ଅଫ୍ ଅପରଚ୍ୟୁନିଟି ଟୁ ରିପିଟ୍ ତ ରିପିଟ୍ ବି କରିପାରିବା ଭେରିୟସ୍ ଆସ୍ପେକ୍ଟ ଅଫ୍ କରିକୁଲମରେ ରିସେସ୍ ବା ଆଡଜଷ୍ଟ କନସେପଚୁଆଲ ଆଣ୍ଡ ଆଉଟଲାଇନ୍ ନିଡେଡ୍ ଯାହା ଆଡଜଷ୍ଟ କରିପାରିବା ଆମେ ସେମିତି ସବୁ ବୁକରେ ମେନସନ କରିକି ପିଲାମାନଙ୍କୁ ପଢେଇବା। ଇଏ ହଉଛି ଆପଣଙ୍କର କଣ ପ୍ରିନ୍ସିପଲ ଅଫ କରିକୁଲମ ଅର୍ଗାନାଇଜେସନ। ତାପରେ ଆସିଲା ପ୍ରିନ୍ସିପଲ ଅଫ କରିକୁଲମ ଡେଭଲପମେଣ୍ଟ କିଏ ଦେଇ କାହା ଦ୍ୱାରା ନା ଏଟା ଆପଣ ହଉଛି କଣ ସେକେଣ୍ଡାରୀ ଯୋଉଟାକି ଆମେ କହୁଛୁ ସେକେଣ୍ଡାରୀ ଏଜୁକେସନ କମିଶନ ଦ୍ୱାରା ସେ କଣ କୁହାଯାଇଛି ନା ଫାଷ୍ଟ ହଉଛି ପ୍ରିନ୍ସିପଲ ଅଫ ଭେରାଇଟି ଆଣ୍ଡ ଫ୍ଲେକ୍ସିବୁଲ ନମନୀୟ ଦରକାର ଆଉ ବିଭିନ୍ନତା ଥିବା ଦରକାର ଆପଣଙ୍କର କରିକୁଲମରେ। ତ ପିଲାମାନେ ବହୁତ ବିଭିନ୍ନ ପ୍ରକାର ପିଲା ଅଛନ୍ତି ନା ପାଠ ବୁଝିପାରିବେ। ତାପରେ ହେଲା କଣ ପ୍ରିନ୍ସିପଲ ଅଫ ଯୋଉଟା କି ଆମେ କହୁଛନ୍ତି ପ୍ରିନ୍ସିପଲ ଅଫ ରିଲେଟେଡ କମ୍ୟୁନିଟି ଯୋଉଟା କି ନିଜ କମ୍ୟୁନିଟି ସରାଉଣ୍ଡିଂ ଅନୁସାରେ ପାଠ୍ୟ ପୁସ୍ତକରେ ଥିବା ଦରକାର। ତାପରେ ହେଲା ପ୍ରିନ୍ସିପଲ ଅଫ ରିଲେଟେଡ ପ୍ରପର ୟୁଟିଲାଇଜେସନ ଆଣ୍ଡ ଲେଜର ଟାଇମ କୁ ସେମାନେ ପ୍ରପର ୟୁଟିଲାଇଜ ପାଠ ପଢିବାର ମନୋବୃତ୍ତି ଆସିବ ଯଦି ବୁକ୍ ଟା ଡେକୋରେଟ ହେଇଥିବ ଭଲ ଭାବରେ ପୁରା ପ୍ରିଣ୍ଟିଂ ହେଇଥିବ ଭଲ ଭାବରେ ପିକ୍ଚର ଦେଇଥିବ ଆଉଟଲାଇନ୍ସ ଭଲ ଦେଇଥିବ ତ ପିଲାମାନେ ତାକୁ ଲେଜର ଟାଇମ ରେ ପଢିବାକୁ ଇଚ୍ଛା କରିବେ ଯେମିତି ମ୍ୟାଗାଜିନ ପଢନ୍ତି ବା ଆପଣଙ୍କର କମିକ୍ସ ପଢନ୍ତି। ତାପରେ ପ୍ରିନ୍ସିପଲ ଅଫ କୋରିଲେସନ ୱିଥ ଦ ଲାଇଫ ସହିତ ବି ପାଠଟା ସାମଞ୍ଜସ୍ୟ ରଖୁଥିବା ଦରକାର। ପିଲା ଜାଣିବେ କେମିତି ଲାଇଫ ଲର୍ଣ୍ଣିଂ ଟା କିପରି କରିବେ ଜୀବନ ଶୈଳୀ ବିଷୟରେ କିପରି ଜାଣିବେ। ପ୍ରିନ୍ସିପଲ ଅଫ ସୋସିଆଲ ନିଡ୍ ଯୋଉ ସାମାଜିକ ଆବଶ୍ୟକତାକୁ ପରିପୂରଣ କରିପାରୁଥିବା ଦରକାର ତ ଏଇଟା ସେକେଣ୍ଡାରୀ ଏଜୁକେସନ କମିଶନ ଅନୁସାରେ କୁହାଯାଇଛି। ତାପରେ ଆମେ ଜାଣିବା ଟିଚିଂ ଲର୍ନିଂ ମେଟେରିଆଲ ବା ଏଡ୍ ବା ଶିକ୍ଷା ଦାନ ଶିକ୍ଷଣ ସାମଗ୍ରୀ ଆମେ ଯେତେବେଳେ ପିଲାମାନଙ୍କୁ ସ୍କୁଲରେ ପାଠ ପଢେଇବା ତ ଆମମାନଙ୍କୁ ପାଠ ପଢେଇଲା ବେଳେ ପିଲାମାନଙ୍କୁ କେଉଁ ଉପକରଣ ବା ସାମଗ୍ରୀ ସାହାଯ୍ୟରେ ଆମେ ପିଲାମାନଙ୍କୁ ପାଠ ପଢେଇବା ସେଇ ବିଷୟରେ ଜାଣିବା। ତ TLM is an the acronym used the teaching learning material and TLM is a spectrum of educational material that teacher uses in the classroom to support the specific learning objective. To help the students improve the reinforce special skills and sometimes make the learning fun. ତ ପିଲାମାନେ ଆରାମ ସେ ମଜା କରିକି ସ୍କିଲ୍ ମାଧ୍ୟମରେ କିଛି ଦେଖିକି ପାଠ ପଢିବେ ଯେମିତି କି ପିଲାମାନଙ୍କୁ ଆମେ ପଢୁଛନ୍ତି ଷ୍ଟ୍ରକ୍ଚର ଅଫ ହାର୍ଟ ତ ସାଇନ୍ସରେ ପଢଉଛନ୍ତି ତ ପିଲାମାନଙ୍କୁ ଗୋଟେ ମଡେଲ ଦେଖେଇଦେଲେ ଗୋଟେ ଷ୍ଟ୍ରକ୍ଚର ଅଫ ହାର୍ଟ ଦେଖେଇଦେଲେ ଇଜିଲି ସେ ବୁଝିପାରିବେ। କହିଦେଲେ କହିବାଠାରୁ କିଛି ଜିନିଷ ଦେଖେଇବା ଅବଜେକ୍ଟ ଦେଖେଇବା ହ୍ୟୁମାନ ସ୍କଲ ବିଷୟରେ କହୁଛନ୍ତି ହ୍ୟୁମାନ ସ୍କଲଟା ଆମେ ଅବଜେକ୍ଟଟାକୁ ଆଣିକି ଦେଖେଇ ପାରିବା ହେଲା। ଆମେ ପୃଥିବୀ ବିଷୟରେ କହୁଛନ୍ତି ଆମେ ଜୋଗ୍ରାଫିରେ ଆମେ ଗ୍ଲୋବ ଆଣିକି ଦେଖେଇ ପାରିବା ମ୍ୟାପ ଦେଖେଇ ପାରିବା ତ ଏଇଟା ହଉଛି କଣ TLM ଟିଚିଂ ଲର୍ନିଂ ମେଟେରିଆଲ କହୁଛନ୍ତି ହେଲା। ତ ଟିଚିଂ ଲର୍ନିଂ ରିସୋର୍ସେସ୍ ବା ମେଟେରିଆଲ ଆମେ କେତେ ପ୍ରକାର କଣ ଅଛି ଆମେ ଜାଣିବା ଗୋଟେ ହଉଛି ଟେକ୍ସଟ ବୁକ୍ ହେଇପାରିବ ନୋଭେଲ ବି ହେଇପାରିବ ଫିଲ୍ମ ବା ଟେଲିଭିଜନ ମାଧ୍ୟମରେ ଆମେ ଜାଣିପାରିବା ଖେଳକୁଦ ମାଧ୍ୟମରେ ଜାଣିପାରିବା। ଆଉ ଯେମିତି ରୋଲ ପ୍ଲେ ଆମେ ହିଷ୍ଟ୍ରି ପଢେଇଲା ବେଳେ ଗୋଟେ ବାବର ଆକବରର ରୋଲ ଜଣକୁ କହିଦେଲେ ପ୍ଲେ କଲେ ପିଲାମାନେ ଆରାମସେ ସେଟାକୁ ବୁଝିକି ମନେ ରଖିପାରିବେ ନହେଲେ ଗପ ଭଳିଆ କହିଲେ ପିଲା ତ ଆରାମସେ ଲେଜି ହେଇକି ଶୋଇ ପଡିବେ କ୍ଲାସ ରୁମ ରେ। ତାପରେ ରେଡିଓରେ ଶୁଣେଇବା
ପ୍ରୋଗ୍ରାମ ବା ବ୍ରୋଡକାଷ୍ଟ କରିପାରିବା, ମଲ୍ଟିମିଡିଆ ମାଧ୍ୟମରେ କରିପାରିବା, ଯେମିତି ସୋସିଆଲ ମିଡିଆ ରହିଛି, ଆପ୍ଲିକେସନ, ସଫ୍ଟୱେୟାର, ପ୍ଲାଟଫର୍ମ, ଗେମ୍ସ, ଯେମିତି ତମକୁ ମୁଁ ଏଇ ସଫ୍ଟୱେୟାର ମାଧ୍ୟମରେ ପିଲାମାନଙ୍କୁ ପାଠ ପଢଉଛି, ତ ଏଟା ବି ଗୋଟେ ତମର କଣ ଟିଏଲଏମ୍ ମାଧ୍ୟମରେ ମୁଁ ତମକୁ ପାଠ ପଢୁଛି, ପିପିଟି ମାଧ୍ୟମରେ, ଏଇ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ତମମାନଙ୍କୁ ପାଠ ପଢଉଛି। ତ ଏଟା ବି ବହୁତ ଇମ୍ପୋର୍ଟାଣ୍ଟ। ଖେଳକୁଦ ମାଧ୍ୟମରେ ପାଠ ପଢେଇବା, ସୋସିଆଲ ମିଡିଆ ଆପଣଙ୍କର ରହୁଛି, ବିଭିନ୍ନ ନ୍ୟୁଜ ରହୁଛି, ପାଠ୍ୟ ପୁସ୍ତକ, ଯେମିତି ୟୁଟ୍ୟୁବରୁ ତମମାନେ ପାଠ ପଢି ପାରୁଛ, ଏଇ ୟୁଟ୍ୟୁବରୁ ଯୋଉ ପାଠ ପଢିବ, ଯୋଉ ଏ ଟୁ ଏମ୍ କ୍ଲାसेସ୍ ୟୁଟ୍ୟୁବ ଚ୍ୟାନେଲରୁ, ତ ତମମାନେ ଯେତେବେଳେ ପାଠ ପଢୁଛ, ଏଟା ସୋସିଆଲ ମିଡିଆ ତରଫରୁ ପାଠ ପଢୁଛ। ଡିଜିଟାଲ ଲର୍ଣ୍ଣିଂ ରିସୋର୍ସେସ୍, ଆମେ ଏଇ ଯୋଉ ଅନଲାଇନ ଆମେ କ୍ଲାସଟା କରୁଛନ୍ତି, ଡିଜିଟାଲ ପ୍ଲାଟଫର୍ମ, ଯୋଉଟା ଭିଡିଓ, ଅଡିଓ ହଉ, ଟେକ୍ସଟ ହଉ, ୱେବସାଇଟ ହଉ, ଆନିମେସନ ହଉ, ଇମେଜ ହଉ, ଏଗୁଡା ସବୁ ବୁଝଉଛି। ଆଉ ଲେକ୍ଚର, ମୁଁ ଯୋଉ ତମକୁ ଏଠି ବହୁତ କଥା ତମକୁ ଏକ୍ସପ୍ଲେନେସନ କରିକି ବୁଝଉଛି, ଲେକ୍ଚର ବୁଝଉଛି। ଏ ସବୁ ଗୁଡାକ ହଉଛି ଟିଚିଂ ଲର୍ଣ୍ଣିଂ ମେଟେରିଆଲ ବା ଏଡ୍ ବୋଲି ଆମେ କହୁଛନ୍ତି। ଟାଇପ୍ସ, କେତେ ପ୍ରକାର ଟିଏଲଏମ୍ ଅଛି ଆମେ ଜାଣିବା, ଟିଚିଂ ଲର୍ଣ୍ଣିଂ ଏଡ୍ ବା ମେଟେରିଆଲ। ଫାର୍ଷ୍ଟ ହଉଛି ଭିଜୁଆଲ ଏଡ୍, ଯୋଉଟା ଆମେ ଦେଖିକି ଓନ୍ଲି ପାଠ ପଢନ୍ତି। କଣ ନା ଆପଣଙ୍କର ରହୁଛି କଣ ନା ଆମେ ଦେଖିବା, ଯୋଉଟା ପ୍ରୋଜେକ୍ଟର ରହୁଛି, ପ୍ରେଜେଣ୍ଟେସନ ରହୁଛି, ପିକ୍ଚର ରହୁଛି, ହ୍ୱାଇଟ ବୋର୍ଡ ରହୁଛି, ବ୍ଲାକ୍ ବୋର୍ଡ ରହୁଛି, ଇମେଜ ରହୁଛି, ପାଇ ଚାର୍ଟ ରହୁଛି, ମୁଭିଂ ଇମେଜ। ହଁ, ଏଗୁଡା ସବୁ କାହାକୁ ବୁଝଉଛି ନା ଆପଣଙ୍କର ଯୋଉ ଭିଡିଓ, ଯୋଉଟା ଭିଡିଓ ବି ଏଠି ଅଛି, ଅଡିଓଲେସ୍ ଭିଡିଓ ଆମେ କହୁଛନ୍ତି, ଯୋଉଠି ଖାଲି ଦେଖିବା, ଅଡିଓ ଶୁଣି ପାରିବାନି। ହଁ, ଅଡିଓଲେସ୍ ଭିଡିଓ ଯୋଉଟା ଆମେ କହୁଛନ୍ତି, ସେଟା ବି ଆପଣଙ୍କ କଣ ହଉଛି, ଦେଖିବେ ଆପଣଙ୍କର ବଡ ବଡ ମାର୍କେଟ ପ୍ଲେସ ରେ ଆପଣ ଖାଲି ଭିଡିଓ ଚାଲିଥିବ, ଅଡିଓ ଶୁଭା ନଥିବ, ସେଟାକୁ ଭିଜୁଆଲ ଏଡ୍ ବୋଲି କୁହାଯାଉଛି। ତ ଏଇ ମାଧ୍ୟମରେ ପିଲାମାନଙ୍କୁ ପାଠ ପଢେଇ ପାରିବା। ତାପରେ ହଉଛି କଣ, ଅଡିଓ ଏଡ୍, ଇନଷ୍ଟ୍ରକ୍ସନାଲ ଡିଭାଇସ ଥ୍ରୋ ଦ ମେସେଜ ଆଣ୍ଡ ଓନଲି ହିୟର ଆଣ୍ଡ नो ଦ ଅଡିଓ। ହିୟର ବି ଅଡିଓ ଏଡ୍, ଖାଲି ଶୁଣିବା, ଏଠି ଆଉ ଆପଣଙ୍କର ଦେଖିବାନି, ଖାଲି ଶୁଣିବା। ଏଠି କଣ, ରେଡିଓରେ ଖାଲି ଶୁଣିପାରିବେ, ଟେପ୍ ରେକର୍ଡର ଶୁଣିପାରିବେ, ସିଡି ପ୍ଲେୟାର ଆପଣ ଶୁଣିପାରିବେ, ଯୋଉଟା ଆପଣ ଅଡିଓ ଏଡ୍ ମାଧ୍ୟମରେ ପିଲାମାନଙ୍କୁ ବି ପାଠ ପଢେଇ ପାରିବା। ଆଉ କଣ, ଯୋଉ ବିଷୟରେ ଦରକାର ଯୋଉ ଏଡ୍, ସେ ଅନୁସାରେ ପାଠ ପଢିବା। ଆଉ ସବୁଠାରୁ ବେଷ୍ଟ ହଉଛି ଅଡିଓ ଭିଜୁଆଲ ଏଡ୍, ଯୋଉଠି ଦେଖିପାରିବା ବି ଶୁଣିପାରିବା। କଣ ନା ଏଲସିଡି ପ୍ରୋଜେକ୍ଟର ମାଧ୍ୟମରେ, ଫିଲ୍ମ ପ୍ରୋଜେକ୍ଟର ମାଧ୍ୟମରେ, ଟିଭି ମାଧ୍ୟମରେ, କମ୍ପ୍ୟୁଟର ମାଧ୍ୟମରେ, ଭିସିଡି ପ୍ଲେୟାର ମାଧ୍ୟମରେ, ଭିଡିଓ ଯୋଉଟା କି ଆମ ସିଡି ଡ୍ରାଇଭର, ନା ଭିଜୁଆଲ କ୍ଲାସରୁମ, ଭର୍ଚୁଆଲ କ୍ଲାସରୁମ, ପିଲାମାନଙ୍କୁ ଅନଲାଇନ ମାଧ୍ୟମରେ ପାଠ ପଢେଇବା। ମଲ୍ଟିମିଡିଆ, ୟୁଟ୍ୟୁବ ମାଧ୍ୟମରେ ପାଠ ପଢୁଛ, ସବୁ ସୋସିଆଲ ମିଡିଆ ମାଧ୍ୟମରେ ପାଠ ପଢୁଛ। ଏ ସବୁ ଗୁଡାକ ହଉଛି କଣ, ସ୍ଲାଇଡର ହଉ, ପ୍ରୋଜେକ୍ଟେଡ ହଉ, ଅପାକି ମେଟେରିଆଲ ହଉ, ଟେପ୍ ରେକର୍ଡିଂ, ଫ୍ଲାଶ କାର୍ଡ, ମାଇକ୍ରୋଫୋନ, ଯୋଉଠି କିଛି ସାଉଣ୍ଡ ବି ହଉଥିବା ଦରକାର, ରେକର୍ଡିଂ ରେ ବି କିଛି ସାଉଣ୍ଡ ଥିବା ଦରକାର। ତ ଏଗୁଡାକ ସବୁ ଆମେ କଣ ବୁଝଉଛନ୍ତି, ଅଡିଓ ଭିଜୁଆଲ ଏଡ୍ ବୋଲି ଆମେ କହୁଛନ୍ତି, ହେଲା। ତ ଆମେ ତାପରେ ଜାଣିବା କଣ ନା କ୍ଲାସିଫିକେସନ ଇନ୍ ଅଦର ୱେ ରେ ବି ଆମେ ଟିଏଲଏମ୍ କୁ କ୍ଲାସିଫିକେସନ କରୁଛନ୍ତି। ଗୋଟେ ହଉଛି ପ୍ରୋଜେକ୍ଟେଡ ଏଡ୍। ପ୍ରୋଜେକ୍ଟେଡ ମାନେ କଣ, ଆମେ କିଛି ଜିନିଷକୁ ଦେଖଉଛନ୍ତି, ଯୋଉଟା କି ଦେଖେଇବା ମାଧ୍ୟମରେ ଆମେ ପାଠ ପଢଉଛନ୍ତି, ଯୋଉଟା ପ୍ରୋଜେକ୍ଟେଡ ଏଡ୍ କହୁଛନ୍ତି। ଯୋଉଟା ଫିଲ୍ମ ହଉଛି, ଟିଭି ହଉଛି, କମ୍ପ୍ୟୁଟର ହଉଛି, ସ୍ଲାଇଡର ହଉଛି, ପ୍ରୋଜେକ୍ଟର ହଉଛି, ଏଟସେଟ୍ରା। ଏଟା ପ୍ରୋଜେକ୍ଟେଡ ଦେଖାଇନ୍ତି। ସେଥିରେ ଅଡିଓ ବି ରହିପାରେ, ଭିଜୁଆଲ ବି ରହିପାରେ, ନା ସରି, ଆପଣ ଭିଜୁଆଲ ରହିପାରେ ବା ଅଡିଓ ଭିଜୁଆଲ ବି ରହିପାରେ। ପ୍ରୋଜେକ୍ଟେଡ ଏଡ୍। ନନ୍ ପ୍ରୋଜେକ୍ଟେଡ ଏଡ୍ ମାନେ ଯାହା ଆମେ ଦେଖିପାରିବା, ଖାଲି ଶୁଣି, ମାନେ ଆମେ ନନ୍ ପ୍ରୋଜେକ୍ଟେଡ, ଏଟା କଣ, ଅବଜେକ୍ଟ ହେଇପାରେ, ଆପଣଙ୍କର ପିକ୍ଚର ହେଇପାରେ, ମଡେଲ୍ସ ହେଇପାରେ, ଏଗୁଡାକୁ ବୁଝଉଛି। ଯୋଉଟା କି ପ୍ରୋଜେକ୍ଟ, ନନ୍ ପ୍ରୋଜେକ୍ଟେଡ। ଫିଲ୍ମଟା କଣ, ଆପଣଙ୍କୁ ଚାଲୁଥିବ। ପ୍ରୋଜେକ୍ଟେଡ ମାନେ କିଛି ଗୋଟେ ଚାଲୁଥିବ କଣ୍ଟିନ୍ୟୁଅସଲି, ଷ୍ଟିଲ୍ ନଥିବ, ଆପଣ ମୁଭିଂ ଅବଜେକ୍ଟ ଯୋଉଟା କୁହାଯାଉଛି ଏଥିରେ ପ୍ରୋଜେକ୍ଟେଡରେ। ନନ୍ ପ୍ରୋଜେକ୍ଟେଡ ମୁଭିଂ ନୁହେଁ, ଷ୍ଟିଲ୍। ଫଟୋ ଦେଖୁଛନ୍ତି, ପିକ୍ଚର, ମଡେଲ ଦେଖୁଛନ୍ତି, ଯେମିତି ଗ୍ଲୋବଟା ଗୋଟେ ମଡେଲ ଆମେ ଦେଖୁଛନ୍ତି। ଆମେ ଯଦି ସେଟାକୁ କମ୍ପ୍ୟୁଟର ମାଧ୍ୟମରେ ଗ୍ଲୋବଟାକୁ, ପୃଥିବୀଟା ଘୁରୁଥିବ ଦେଖେଇଦେବା, ମୁଭିଂ ଅବଜେକ୍ଟ, ତ ସେଟା ହେଇଯିବ କଣ, ନନ୍ ପ୍ରୋଜେକ୍ଟେଡ କଣ। ତାପରେ ହେଲା ଆକ୍ଟିଭନେସ୍ ଏଡ୍। କଣ ନା ଆକ୍ଟିଭ ରହିକି ଆମେ ଶିଖିବା। କଣ, ସିଙ୍ଗିଂ, ସିଙ୍ଗିଂ କରୁ କରୁ ଆମେ ଗୀତ ଗାଇବା ଶିଖୁଛନ୍ତି, ଡ୍ୟାନ୍ସିଂ, ନାଚିବା ଶିଖୁଛନ୍ତି, ରୋଲ ପ୍ଲେଇଂ, କାହାର ଗୋଟେ ଅଭିନୟ କରୁଛନ୍ତି ଆମେ, ହ୍ୟାଣ୍ଡକ୍ରାଫ୍ଟ, ଏଟା ବି ଆକ୍ଟିଭରେ ଆମେ ଆକ୍ଟିଭନେସ୍ ରେ ଶିଖୁଛନ୍ତି। ଅପରେଟିଂ ଦ କମ୍ପ୍ୟୁଟର, କମ୍ପ୍ୟୁଟର ଚଲେଇଲା ବେଳେ ଆମେ ବହୁତ କିଛି ଜିନିଷ ଶିଖୁଛନ୍ତି, ପ୍ରାକ୍ଟିକାଲ ୱାର୍କ କଲାବେଳେ। ତ ଏଗୁଡାକ ହଉଛି କଣ ନା କ୍ଲାସିଫିକେସନ ଇନ୍ ଅଦର ୱେ ରେ ଆପଣଙ୍କ ଟିଏଲଏମ୍ କୁ କ୍ଲାସିଫିକେସନ କରାଯାଉଛି। ଆଶା କରୁଛି ଏ କ୍ଲାସଟିକୁ ସମ୍ପୂର୍ଣ୍ଣ ରୂପେ କରିଥିବ, ଆପଣ ବୁଝିଥିବେ। ଆପଣ କ୍ଲାସଟିକି ଆପଣ ନୋଟ୍ କରିକି ଲେଖନ୍ତୁ, ବୁଝନ୍ତୁ। ଆଗାମୀ ଦିନରେ ଯେକୌଣସି ଏକ୍ଜାମ ହବ, ଆପଣ ଆରାମସେ ଏମସିକ୍ୟୁ ଗୁଡାକ ଆନ୍ସର ଦେଇପାରିବେ। ତ ଆଜି ପାଇଁ ଏତିକି, ଧନ୍ୟବାଦ ସମସ୍ତଙ୍କୁ।